ନିଜର କୁନି ପୁଅ ସହ ଖେଳୁଛନ୍ତି ସବ୍ୟସାଚୀ ଓ ଅର୍ଚିତା। ଘରକୁ ଆସିଛନ୍ତି କୁନି ଅତିଥି। ଦେଖନ୍ତୁ ନିଜ ପୁଅ ସହ କିପରି ଖେଳୁଛନ୍ତି ସବ୍ୟସାଚୀ ଓ ଅର୍ଚିତା। ତେବେ ଦର୍ଶକ ବନ୍ଧୁ, ଆପଣ ତ ଜାଣିଛନ୍ତି ବାହାଘରର 5 ବର୍ଷ ପରେ ମା ହୋଇଛନ୍ତି ଅର୍ଚିତା। ଅର୍ଚିତାଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି, ଆଉ ଯାହାକୁ ପାଇ ସମସ୍ତେ ଖୁବ୍ ଖୁସି। ଆଉ ଏବେ ପୁଅ ସହ ସମୟ ବିତାଉଛନ୍ତି ଉଭୟ ହିରୋ ଓ ହିରୋଇନ୍ ଦମ୍ପତି। ତେବେ ବଲିଉଡର ଲୋକପ୍ରିୟ ନାୟିକା ନିଜ ଫ୍ୟାନ୍ସକୁ ଦେଇଛନ୍ତି ଏହି ବଡ଼ ସରପ୍ରାଇଜ୍, ଆଉ ମାଆର ଖୁସିରେ ସେଲିବ୍ରେଟ୍ ମଧ୍ୟ କରିଛନ୍ତି। ଅନେକ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀଙ୍କୁ ଡାକି ସେ ଖୁସି ମନାଉଛନ୍ତି ଏବଂ ପୁଅ ସହ ଏବେ ସମୟ ବିତାଉଛନ୍ତି। ଆଉ ସିରିଏଲ୍ ଜଗତରୁ ଏବେ ଦୂରେଇ ଯାଇଛନ୍ତି। ତେବେ 2005ରୁ ସେ ଅଲିଉଡ୍ ଜଗତରେ 80ରୁ ଉର୍ଦ୍ଧ୍ୱ ସିନେମାରେ ଏବଂ ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଥିଲେ ଏବଂ 16 ବର୍ଷ ବୟସରେ ମଧ୍ୟ ସେ ଫିଲ୍ମ କରିଥିଲେ। ସବ୍ୟଙ୍କ ସହ ସେ ଅନେକ ସୁପରହିଟ୍ ଫିଲ୍ମ ମଧ୍ୟ କରିଛନ୍ତି। ପୂର୍ବରୁ ମଧ୍ୟ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ତାଙ୍କ ଦର୍ଶକଙ୍କୁ ଜଣାଇଥିଲେ କି ତାଙ୍କ ଘରକୁ ଆସିବାକୁ ଯାଉଛନ୍ତି କୁନି ଅତିଥି। ଆଉ ଏବେ ସେ ଏହାକୁ ସେଲିବ୍ରେଟ୍ ମଧ୍ୟ କରୁଛନ୍ତି ଆଉ ନିଜ କୁନି ପୁଅ ସହ ସମୟ ବିତାଉଛନ୍ତି। କହିବାକୁ ଗଲେ 2021 ମସିହା ମାର୍ଚ୍ଚ 1ରେ ସବ୍ୟସାଚୀ ଓ ଅର୍ଚିତା ବିବାହ ବନ୍ଧନରେ ବନ୍ଦୀ ହୋଇଥିଲେ। ଆଉ ସବ୍ୟସାଚୀଙ୍କର ଏହା ଥିଲା ଦ୍ୱିତୀୟ ବିବାହ। ସବ୍ୟସାଚୀ 2008ରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ। ହେଲେ ଦୁହିଁଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା। 2015ରେ ଦୁହେଁ ଅଲଗା ହୋଇଥିଲେ, କିନ୍ତୁ ଏବେ ତାଙ୍କ ପାଇଁ ପୁଣି ଆସିଛି ଖୁସିର ଦିନ। ରିପୋର୍ଟ ରିପବ୍ଲିକ୍ 24 ନ୍ୟୁଜ୍।